ସମ୍ବଲପୁର ସହରରେ ଦିନକୁ ଦିନ ବଢ଼ି ଚାଲିଛି ସୁନା ଚେନ୍ ଲୁଟି। କେବଳ ଜାନୁଆରୀ ମାସରେ 3 ଜଣ ମହିଳାଙ୍କ ଠାରୁ ଲୁଟ୍ ହେଲାଣି। ଏବେ ମୁଦିପଡ଼ା ପାଣି ଟାଙ୍କି ନିକଟରେ 2 ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଜଣେ ପୁରୁଷ ଓ ତାଙ୍କ ପଛରେ ବସିଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ଫେରାର ହୋଇଯାଇଥିଲେ। ତେବେ ନିକଟରେ ଲାଗିଥିବା ଏକ CCTVର ଫୁଟେଜରେ ଏହି ଲୁଟିର ଫଟୋ କଏଦ ହୋଇଛି। ଖବରରୁ ପ୍ରକାଶ ଯେ ଧୁତରାପଡ଼ାର ନିରୁପମା ପଣ୍ଡା ଓ ସନ୍ଦୀପ ପାଢ଼ୀ ଏକ ସ୍କୁଟିରେ ଏକ ବ୍ରତ ଉତ୍ସବରୁ ଘରକୁ ଫେରୁଥିଲେ। ମୁଦିପଡ଼ା ପାଣି ଟାଙ୍କି ନିକଟରେ 2 ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ବେକରୁ ସୁନା ନେକଲେସ୍ ଟାଣି ନେଇ ଫେରାର ହୋଇଯାଇଥିଲେ। କିଛି ବାଟ ସେମାନେ ପ୍ରଥମରୁ ପିଛା କରିବା ପରେ ପାଣି ଟାଙ୍କି ନିକଟରେ ବହୁତ ଲୋକଙ୍କ ଉପସ୍ଥିତିରେ ଆଗରେ ପଛରେ ଆସୁଥିବା ବାଇକ୍ ସତ୍ତ୍ୱେ ସେମାନେ ମହିଳାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇଥିଲେ। ଏହି 2 ଜଣ ଦୁର୍ବୃତ୍ତ କଳା ରଙ୍ଗର ବାଇକ୍ରେ ଥିଲେ ଏବଂ ସେମାନେ ହେଲମେଟ୍ ମଧ୍ୟ ଲଗାଇଥିଲେ। ପାଣି ଟାଙ୍କି ଛକ ନିକଟରେ ପଛରେ ବସିଥିବା ଦୁର୍ବୃତ୍ତ ମହିଳାଙ୍କ ବେକରୁ ଚେନ୍କୁ ଛିଣ୍ଡାଇ ନେଇଥିଲା। ସ୍କୁଟି ଧୀରେ ଧୀରେ ଥିବାରୁ ନିରୁପମା ଅଳ୍ପକେ ପଡ଼ିବାରୁ ରକ୍ଷା ପାଇଯାଇଥିଲେ। ବେକ କଟିଯାଇ ମହିଳା ଆହତ ହୋଇଥିଲେ। ଏନେଇ ରବିବାର ଦିନ ସନ୍ଦୀପ ଲିଖିତ ଅଭିଯୋଗ ଥାନାରେ କରିବା ପରେ ଟାଉନ ଥାନା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।